যাত্রা সিনেমা বড় ଲୋକମାନଙ୍କ ପାଖରେ ପହଞ୍ଚୁଛନ୍ତି ଯାତ୍ରା ପହଞ୍ଚୁପାରେ ଆମର ଯୋଉ ସିନେମା କରିଥିଲେ ଚାରି ସିନେମା ସେ କରୁଛନ୍ତି ପ୍ରଥମେ ଆମ ସିନେମା କରିଥିଲେ ଆମ ସିନେମା ଜଗତରୁ ପରିଚିତ ହେଇଛି ବର୍ତ୍ତମାନ ଯାତ୍ରା ଜଗତରେ ଏକ ନୂଆ ଇତିହାସ ସୃଷ୍ଟି ନମସ୍କାର ବହୁତ ଖୁସିର କଥା କାରଣ ସିନେମା ଓ ଯାତ୍ରା ପଇସାର ଦି ପାଖ ତେଣୁ ଯଦି ପଇସାର ଗୋଟେ ପାଖକୁ ନଷ୍ଟ କରାଇଥିଲା ଆର ପାଖର ମୂଲ୍ୟ ହୁଏ ମୁଁ ଏଇଟା ସେଠି ବି କହିଥିଲି ଆଜି ବି କହୁଛି କାରଣ ଯାତ୍ରା ବର୍ତ୍ତମାନ ବହୁତ ଲୋକପ୍ରିୟ ମାନେ ଆଜି ଆସିଲି ଯାତ୍ରା କେଶରୀ ବସି କଥା ହଉଥିଲି ସେ ବି ସବୁ ଆମର ସେଇ ନୟାପଲ୍ଲୀର ଲୋକ ସବୁ ଆମ ପାଖାପାଖି ଲୋକ ନୂଆ କରି କରିଛନ୍ତି ସେ କହିବା କଥା ଯେତେ ଆସିଛନ୍ତି ଯୋଉ ଷ୍ଟାର ସମସ୍ତେ ନୂଆ କାରଣ ଯାତ୍ରା ଏମିତି ଗୋଟେ କଥା ହେଇଗଲାଣି ଯେ ଏବେ ଯାତ୍ରା ସିନେମା ବରଂ ଲୋକମାନଙ୍କ ପାଖରେ ପହଞ୍ଚି ପାରୁନି ଯାତ୍ରା ପହଞ୍ଚି ପାରୁଛି ତେଣୁ ଆମେ ଆଜି ଆସିଥିଲୁ ରାଜବୀର ରଞ୍ଜନ ଯାହାକୁ ଆମେ ଖୁସି ରଞ୍ଜନ ବୋଲି ଡାକୁ ସେ ଯାତ୍ରା ପାର୍ଟିରେ ଯାତ୍ରା କେଶରୀରେ ଦୁଇ ଦୁଇଟା ବହିରେ କରୁଛନ୍ତି ତେଣୁ ତାଙ୍କୁ ସେ ଡାକିଥିଲେ ଆମେ ଆସିଥିଲୁ ଆଶା କରୁ କାରଣ ସେ ଆମର ଯୋଉ ସିନେମା କରିଥିଲେ ଚାରୋଟି ସିନେମା ସେ କରିଛନ୍ତି ପ୍ରଥମେ ଆମ ସିନେମା କରିଥିଲେ ଆମ ସିନେମା ଜଗତରୁ ପରିଚିତ ହେଇକି ସେ ବର୍ତ୍ତମାନ ଯାତ୍ରା ଜଗତରେ ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି ତେଣୁ ତାଙ୍କୁ ଆଶୀର୍ବାଦ କରିବା ପାଇଁ ଆସିଥିଲୁ ଆଶୀର୍ବାଦ କରୁଛୁ ଯେ ସେ ଯାତ୍ରା କେଶରୀରେ ଏମିତି ସୁନ୍ଦର ଭାବରେ କାମ କରନ୍ତୁ ଯାହାକି ଯାତ୍ରା ଜଗତ ସିନେମା ଜଗତରେ କିଛି ନାମ କମିଥିଲେ ଯାତ୍ରା ଜଗତରେ ବି କିଛି ନାମ କମିଛି ଆପଣଙ୍କ ଶିକାର ଫିଲ୍ମ ଯଦି ଭାଇଲେଟ ନେଲା ଫିଲ୍ମରେ ଆପଣ ଅନେକ ସଫଳତା ପାଇଛି ଇଚ୍ଛା ହେଇନି ଗୋଟେ ଯାତ୍ରା ପାର୍ଟିକୁ ଟେକଅପ୍ କରି ଆଗକୁ ନବା ପାଇଁ ନାହିଁ ସେମିତି କେବେ ସତ କହିବାକୁ ଗଲେ ଭାବନା ଆସିନି ମୁଁ ଯାତ୍ରାକୁ ବହୁତ ଭଲ ପାଏ ଆଉ ସତ କହିବାକୁ ଗଲେ ଯାତ୍ରା ଯେତେବେଳେ ଦେଖିବା ପାଇଁ ଆସେ ମୁଁ ନିଶ୍ଚିତ ଯୋଉ ଆପଣଙ୍କର ଯୋଉ ଗୀତଟା ହୁଏ ପ୍ରଥମେ ଯୋଉ ନାଚ ଗୀତ ନିଶ୍ଚିତ ଭାବରେ ଦେଖେ ମତେ ବହୁତ ଭଲ ଲାଗେ କିନ୍ତୁ ଆପଣ ମାନଙ୍କର ସ୍ନେହ ଶ୍ରଦ୍ଧା ଓଡିଶା ଲୋକଙ୍କର ଭଲ ପାଇବା ଶିକାର ଫିଲ୍ମକୁ ଏତେ ବାଟ ପହଞ୍ଚେଇଛି ଆଜି ବି ଶିକାର ଫିଲ୍ମ ସ୍ୱାତି ହଲ୍ ହାଉସଫୁଲ ମାନେ 30 days ପରେ ବି ହାଉସଫୁଲ ଚାଲିଛି ବହୁତ ଖୁସି ଲାଗୁଛି କିନ୍ତୁ କେବେ ଭାବିନି ଯାତ୍ରା ଦେଖିବାକୁ ଭଲ ଲାଗେ ମୁଁ ବି ରାତି ଅନିଦ୍ରା ହେଇକି ଯାତ୍ରା ଦେଖେ ଯାତ୍ରା ଦେଖିବାକୁ ଭଲ ଲାଗେ କିନ୍ତୁ ମନରେ କେବେ ଆସିନି ଦେଖିବା ଯଦି କେତେବେଳେ ମନରେ ଆସିଲେ ଆମେ ସେ ବିଷୟରେ ନିଶ୍ଚୟ ଚିନ୍ତା କରିବା ଧନ୍ୟବାଦ।